ଚାଲିଗଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର। ସର୍ବାଧିକ ଥର ମତଦାନ କରିଥିଲେ। 33 ଥର ମତଦାନ କରିଥିଲେ ଶ୍ୟାମ ସୁନ୍ଦର। ସମ୍ମାନର ସହ କରାଯିବ ଅନ୍ତିମ ସଂସ୍କାର। ସ୍ୱାଧୀନ ଭାରତର ପ୍ରଥମ ଭୋଟର, ପୁଣି ସର୍ବାଧିକ ଥର ମତଦାନ କରିଥିବା ଭୋଟର। ଶେଷ ନିଶ୍ୱାସ ତ୍ୟାଗ କଲେ ଭୋଟ ଦେଇ। ଏ ହେଉଛନ୍ତି ହିମାଚଳ ପ୍ରଦେଶର କିନ୍ନୌର ଶ୍ୟାମ ସୁନ୍ଦର ଚରଣ ନେଗୀ। ନଭେମ୍ବର 2 ତାରିଖରେ ପୋଷ୍ଟାଲରେ ମତଦାନ କରିବା ପରେ ଆଜି ଭୋଟ ସମୟରେ 106 ବର୍ଷରେ ପରଲୋକ ହୋଇଛି। ଜୀବନରେ ସେ ମୋଟ 33 ଥର ଭୋଟ ଦେଇଛନ୍ତି। ଏକ ସୁସ୍ଥ ସମାଜ ତଥା ଶୃଙ୍ଖଳିତ ସମାଜ ଗଠନ ଦିଗରେ ତାଙ୍କର ଅବଦାନ ଯୋଗୁଁ ତାଙ୍କର ଅନ୍ତିମ ସଂସ୍କାର ସମ୍ମାନପୂର୍ବକ କରାଯିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଦେଶର ସବୁଠାରୁ ବୟସ୍କ ମତଦାତା ଭାବେ ଶ୍ୟାମଚରଣ ନେଗୀ ନଭେମ୍ବର 2 ତାରିଖରେ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଥିଲେ। ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ସେ ନିର୍ବାଚନ ଅଧିକାରୀଙ୍କ 12D ଫର୍ମକୁ ଫେରାଇ ଦେଇଥିଲେ। ତାଙ୍କୁ ଘରେ ରହି ନୁହେଁ ବରଂ ପୁଲିଂ ସେଣ୍ଟରକୁ ଯାଇ ଭୋଟ ଦେବାର ଅଛି ବୋଲି କହି ଫର୍ମ ଫେରାଇ ଦେଇଥିଲେ। ହେଲେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କ ଘରକୁ ଯାଇ ତାଙ୍କର ପୋଷ୍ଟାଲ ଭୋଟିଂ ବ୍ୟବସ୍ଥା କରିଥିଲେ। 1947 ଦେଶ ସ୍ୱାଧୀନ ହେବା ପରେ ଯେତେବେଳେ 1951ରେ ଯେତେବେଳେ ସାଧାରଣ ନିର୍ବାଚନ ହେଲା, ସେଥିରେ ସେ ପ୍ରଥମ ମତଦାନ କରିଥିଲେ। ସାରା ଦେଶରେ ଏହି ସାଧାରଣ ନିର୍ବାଚନ 1952 ମସିହାରେ ହୋଇଥିବା ବେଳେ ହିମାଚଳ ପ୍ରଦେଶରେ କିନ୍ତୁ ପାଣିପାଗକୁ ଦୃଷ୍ଟିରେ ରଖି 1951 ଅକ୍ଟୋବର 25 ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ଶ୍ୟାମଶରଣ ଭୋଟ ଦେଇ ମତ ସାବ୍ୟସ୍ତ କରିଥିଲେ। ବ୍ୟୁରୋ ରିପୋର୍ଟ, ଦୁବାଣୀ ଟିଭି। ଆପଣଙ୍କ ଦେହରେ ରହୁଛି କି କିଛି ଗ୍ୟାସ୍ର ସମସ୍ୟା? ଆପଣ ଚାହୁଁଛନ୍ତି କି ଆପଣଙ୍କ ଶିଶୁ ରୋଗମୁକ୍ତ ରହୁ? ଗାଇନିଂଠୁ ଆରମ୍ଭ କରି ୟୁରୋଲୋଜି ପର୍ଯ୍ୟନ୍ତ ଓ ଲାପ୍ରୋସ୍କୋପି ସର୍ଜରୀ ଭଳି ଚିକିତ୍ସା ଅତି ସହଜ ଓ ବରିଷ୍ଠ ଡାକ୍ତରମାନଙ୍କ ଦ୍ୱାରା ହୋଇପାରିବ ସମାଧାନ କେବଳ ସାରା ହସ୍ପିଟାଲରେ। ତେଣୁ ଆପଣ ଯଦି ଚାହୁଁଛନ୍ତି ତେବେ ଯୋଗାଯୋଗ କରିପାରିବେ ସାରା ହସ୍ପିଟାଲ, ବିଜେପି ନଗର, ଭୁବନେଶ୍ୱର। ମୋବାଇଲ ନମ୍ବର 9090961601 ବା 602।